ଯିଏ ଉପରୁ ହସୁଛି ସିଏ ଭିତରୁ ନିଶ୍ଚୟ ଦୁଃଖରେ ଥିବ। ସେଥିପାଇଁ ବିନା ସଂଘର୍ଷରେ କୌଣସି କାମ କରିବା ଭୁଲ ଅଟେ। ଯିଏ ନିଜର ପରିଶ୍ରମର ନିଆଁରେ ନିଜକୁ ଜଳେଇ ଦେବ ସିଏ ଦୀପରେ ହିଁ ଉଜ୍ଜ୍ୱଳତା ପାଇପାରିବ। ସଂଘର୍ଷ କାହିଁକି? ଆମେ ଏଥିରୁ ବଞ୍ଚିବାକୁ ସବୁବେଳେ ହିଁ ଚେଷ୍ଟା କରିଥାଉ। ଜୀବନର ପ୍ରତିଟି ପରିସ୍ଥିତିରେ ଛୋଟ ଛୋଟ ସଂଘର୍ଷରେ ଆଉ ଛୋଟ ଛୋଟ ଦୁଃଖରେ କାହିଁକି ଆମେ ସବୁବେଳେ ଭଗବାନଙ୍କୁ ହିଁ ଦୋଷ ଦେଇଥାଉ। ଆଉ ଗୋଟିଏ କଥା ମନେ ରଖନ୍ତୁ ବନ୍ଧୁଗଣ, ସମସ୍ତଙ୍କ ଦୁଃଖ ନିଜ ପାଇଁ ସବୁବେଳେ ବଡ଼ ହିଁ ହୋଇଥାଏ, ଛୋଟ କେବେ ବି ନୁହେଁ। କିନ୍ତୁ ଏହି ଦୁଃଖ ସମୟରେ ଆମେ ନିଜକୁ କେବେ ହେଲେ ସାନ୍ତ୍ୱନା ନ ଦେଇ ବରଂ ଏହାର ସଠିକ୍ ମାର୍ଗ ଖୋଜିବାରେ ଲାଗିବା। ଯଦି ତୁମେ ଦୁଃଖକୁ ସୁଖରେ ପରିବର୍ତ୍ତନ କରିବାକୁ ଚାହୁଁଛ, ତେବେ ପ୍ରଥମେ ଆପଣଙ୍କୁ ଏକାଗ୍ରତା ହୋଇ ଜୀବନର ପ୍ରତ୍ୟେକଟି ସଂଘର୍ଷକୁ ନିଜର କର୍ତ୍ତବ୍ୟ ଭାବିକି ପାଳନ କରିବାକୁ ପଡ଼ିବ ଏବଂ ସବୁବେଳେ ନିଜ ଦୁଃଖର କାରଣରେ ଭଗବାନଙ୍କୁ ଦୋଷ ଦେବା ପାଇଁ ମଧ୍ୟ ବନ୍ଦ କରିବାକୁ ପଡ଼ିବ। ତାହେଲେ ଯାଇକି ଆମେ ସୁଖ ନିଶ୍ଚୟ ପାଇପାରିବା। ତେବେ ଚାଲନ୍ତୁ ଏହି ଭିଡ଼ିଓରେ ଜାଣିବା ଯେ ଭଗବାନଙ୍କୁ ଦୋଷ ଦେବା ଫଳରେ ଆମର ପରିଣାମ କ'ଣ ହୋଇଥାଏ। ତା ପୂର୍ବରୁ ମୋର ଆପଣଙ୍କୁ ଗୋଟିଏ ଅନୁରୋଧ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତାହେଲେ ନିଶ୍ଚିତ ଭାବରେ ଗୋଟିଏ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଆଉ ହଁ, କମେଣ୍ଟ ମଧ୍ୟ କରିବେ, ଯାହାଫଳରେ କି ଆପଣମାନେ ମୋତେ ସପୋର୍ଟ କରିଲେ ମୁଁ ଆପଣଙ୍କ ପାଇଁ ସବୁଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ଆଣିବାକୁ ଚେଷ୍ଟା କରିବି। ଥରେ ଜଣେ କୃଷକ ଭଗବାନଙ୍କ ଉପରେ ବହୁତ ରାଗିଥିଲା। ଆଉ ସେହି କୃଷକଟି ମଧ୍ୟ ବହୁତ ପରିଶ୍ରମୀ ଥିଲା। ସେ ତା ବିଲରେ ଅନେକ ପ୍ରକାରର ମୁଗ, ବିରି, ଗହମ, ବାଜରା, ମାଣ୍ଡିଆ ଇତ୍ୟାଦି ଚାଷ କରି ସେ ତା ପରିବାରର ପେଟ ପୋଷୁଥିଲା। କିନ୍ତୁ ଅନେକ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ତଥା ମରୁଡ଼ି, ବନ୍ୟା, ବାତ୍ୟା ଆସି ତାର ଫସଲ ନଷ୍ଟ ହୋଇଯାଏ। ଦିନେ ସେହି କୃଷକ ଆକାଶକୁ ଚାହିଁଲା ଆଉ ବହୁତ କ୍ରୋଧରେ ଈଶ୍ୱରଙ୍କୁ କହିବାକୁ ଲାଗିଲା, ହେ ଈଶ୍ୱର, ଲୋକମାନେ ତ ଆପଣଙ୍କୁ ସର୍ବଦାତା ବୋଲି ମାନନ୍ତି। ଜଣେ ମନୁଷ୍ୟ ଆପଣଙ୍କୁ କିଛି କହିବା ପୂର୍ବରୁ ଆପଣ ତାକୁ ଦେଖି ସବୁ କହିଦିଅନ୍ତି। ଲୋକେ କୁହନ୍ତି କୁଆଡ଼େ ଆପଣଙ୍କର ଆଜ୍ଞା ବିନା ଗଛରେ ଗୋଟିଏ ପତ୍ର ବି ହଲେ ନାହିଁ। ସେ ଈଶ୍ୱରଙ୍କୁ ଆହୁରି କିଛି କହିଲେ କି ଆପଣ କ'ଣ ଜାଣିବେ ଏହି ଚାଷୀ ଭାଇମାନଙ୍କ କଥା? ଯଦି ଜାଣିଥାନ୍ତେ, ତେବେ ଏପରି ଅନେକ ବିପର୍ଯ୍ୟୟ ଆସିକି ଆମର ସବୁ ଫସଲ ନଷ୍ଟ କରିଦେଉଛି, ତାହା ପୁଣି ଆମେ କ'ଣ ଫେରିକି ପାଇପାରିବୁ? ଆରେ ଆପଣ କ'ଣ ଜାଣିବେ, ଏ ଖରା ବର୍ଷାରୁ ଆମେ ଚାଷୀ ଭାଇମାନଙ୍କୁ କେତେ କ୍ଷତି ସହିବାକୁ ପଡ଼ୁଛି। ଯଦି ଆପଣ ଏସବୁକୁ ରୋକିବାକୁ ଅସମର୍ଥ ହେଉଛନ୍ତି, ତେବେ ତମ ପାଖରେ ଥିବା ଶକ୍ତିକୁ ମୋତେ ଦେଇଦିଅନ୍ତୁ। ସେହି ଚାଷୀ ଭାଇଙ୍କ କଥା ଶୁଣି ଈଶ୍ୱର ବହୁତ ହସିବାରେ ଲାଗୁଛନ୍ତି। ଆଉ ସେଠାରେ ଈଶ୍ୱର ପ୍ରକଟ ହୋଇ କହିଲେ କି, ତୁମକୁ ମୁଁ ଏହି ଶକ୍ତି ଦେଲି, ଯାହାଦ୍ୱାରା ତମେ ନିଜେ ନିଜେ ହିଁ ପାଗର ପରିବର୍ତ୍ତନ କରିପାରିବ। ଆଉ ଏକଥା ଶୁଣି ଚାଷୀ ଭାଇଙ୍କ ମୁହଁରେ ଖୁସି କହିଲେ ନ ସରେ। ତାପରେ ସେ ବିଲକୁ ଯାଇ ପ୍ରଥମେ ଗହମ ଚାଷ କରିଲେ। ଆଉ ସେ ବନ୍ୟା, ବାତ୍ୟା, ମରୁଡ଼ି ମଧ୍ୟ ଆସିଲା ନାହିଁ। କ୍ରମେ କ୍ରମେ କୃଷକର ବଡ଼ ହେବାରେ ଲାଗିଲା। ତାପରେ ସେ ଯାଇକି ଦେଖିଲା ଯେ ଧାନ ଭିତରୁ ପୁରା ଫମ୍ପା ହୋଇଯାଇଛି। ଆଉ ସେ ଦେଖିକି ପୁରା ଆଶ୍ଚର୍ଯ୍ୟ ହୋଇଗଲା। ଆଉ ଡାକିଲା ଆଉ ପଚାରିଲା କି, ହେ ଭଗବାନ, ମୁଁ କ'ଣ ଭୁଲ କରିଲି? ମୋ ଧାନ ଏମିତି କାହିଁକି ହେଲା? ତାର ପ୍ରଶ୍ନରେ ଭଗବାନ ସନ୍ତୁଷ୍ଟ ହୋଇ କହିଲେ କି, ତମର ଧାନକୁ ଖରା
ବର୍ଷା କାକର ନ ବାଜିବାରୁ ସେ ଭିତରୁ ଫମ୍ପା ହୋଇଯାଇଛି। ତେବେ ଗୋଟିଏ କଥା ମନେ ରଖନ୍ତୁ, ଯେପରି ଆମେ କୌଣସି ଜିନିଷକୁ ତାର ଆକୃତିକୁ ଆଣିବା ପାଇଁ ହେଲେ ପ୍ରଥମେ ତାକୁ ବାଡ଼େଇ ବାଡ଼େଇ ଚେପ୍ଟା ମଧ୍ୟ କରିବାକୁ ପଡ଼ିଥାଏ, ତାହେଲେ ସେ ତାର ଆକୃତିକୁ ହିଁ ଆସିଥାଏ। ଠିକ୍ ସେହିପରି ଆମର ଜୀବନରେ କଠିନତା ଏବଂ ସଂଘର୍ଷତା ନ ଆସିବା ପର୍ଯ୍ୟନ୍ତ ଆମେ କୌଣସି ବି କାମରେ କେବେ ବି ସଫଳତା ପାଇପାରିବା ନାହିଁ। ତେଣୁ ସର୍ବଦା ଗୋଟିଏ କଥା ମନେ ରଖନ୍ତୁ, ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ନିଜର କଠିନ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ, ଲୋକଙ୍କ କଥା ଉପରେ କେବେ ନୁହେଁ। କାରଣ ଲୋକମାନେ କେବଳ ସାନ୍ତ୍ୱନା ହିଁ ଦେବେ, କିନ୍ତୁ କେହି ବି ତମର ସାଥ ଦେବେ ନାହିଁ। ହେଉ ସାଙ୍ଗମାନେ, ରହୁଛି। ଧନ୍ୟବାଦ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିଥାନ୍ତୁ। ସାଙ୍ଗମାନେ, ମୋର ସବୁଦିନେ ଭିଡ଼ିଓ ଆସୁଛି।